ଘାଣ୍ଟ ତରକାରୀ ବନେଇବା ପାଇଁ କିଛି ପରିବା ନେଇଛି। ଆଳୁ, ବୋଇତାଳୁ, ମଟର ଏବଂ ବିଲାତି, ସୁଜନା ଛୁଇଁ। ପ୍ରଥମେ କଡ଼େଇରେ ତେଲ ଗରମ କରିକି ପଞ୍ଚଫୁଟଣ ପକାଇ ତେଜପତ୍ର ପକାଇ ତାକୁ କିଛି ସମୟ ଭାଜିବି। ସେଇଟା ଟିକେ ଭାଜି ହେଇଗଲା ପରେ ତାପରେ ପିଆଜ ଆଡ଼୍ କରିକି ତାପରେ ଲୁଣ ଆଡ଼୍ କରିକି ତାକୁ ବି କିଛି ସମୟ ଭାଜିବି। ଯେପର୍ଯ୍ୟନ୍ତ ପିଆଜର କଲର୍ ତାର ଚେଞ୍ଜ ନ ହେଇଛି, ତା କଲର୍ଟି ଯେଉଁ ଗୋଲ୍ଡେନ୍ କଲର୍ ନ ହେଇଛି, ପୁରା କଡ଼ା କରିକି ମୁଁ ପିଆଜକୁ ଭାଜିବି। ଟିକେ ବି ଯଦି କଞ୍ଚାଳିଆ ନ ରୁହେ, ପିଆଜକୁ ଭଲ ଭାବରେ ଭାଜି ସାରିଲା ପରେ ସେଇଟା ପୁରା ଭାଜି ହେଇଯାଇଛି। ଏଥର ସେଥିରେ ପକାଇବି ଗୋଟେ ବିଲାତି। ତାକୁ ଭଲ ଭାବରେ ଦଳିକିନା ମୁଁ ପକାଇଦେବି। ବିଲାତି ପକାଇ ସାରିଲା ପରେ ତାକୁ ବିଲାତିକୁ ମଧ୍ୟ ପିଆଜ ସହିତ ତାକୁ କିଛି ସମୟ ଭାଜିବି। ଯେପର୍ଯ୍ୟନ୍ତ ବିଲାତି ମିଶି ନଯାଇଛି, ସେଥିସହିତ ଭଲ ଭାବରେ ମିକ୍ସ ହେଇଗଲା ପରେ ତାପରେ ମିକ୍ସ କରିସାରିଲା ପରେ ତାପରେ ଆଡ଼୍ କରିବି ସେଥିରେ ଯେଉଁ ପରିବାକୁ ଭଲ ଭାବରେ ମୁଁ ଧୋଇକି ରଖିଛି, ସେ ପରିବା ଏଥିରେ ଆଡ଼୍ କରିଦେବି। ଏଥର ବିଲାତି ପିଆଜ ଭଲ ଭାବରେ ପୁରା ମିକ୍ସ ହେଇଗଲାଣି, ତ ଏଥର ପରିବା ପକାଇ ସାରିଲା ପରେ ତାପରେ କିଛି ହଳଦୀ ଗୁଣ୍ଡ ଟିକେ ପକାଇ ଦେଇକି ତାକୁ ଟିକେ ଏପଟ ସେପଟ କରିକି ଟିକେ ନଉଟେଇ ଦେବି। ତ ପରିବା ସବୁ ପକାଇ ସାରିଲା ପରେ ମୁଁ ଏଥର ହଳଦୀ ଗୁଣ୍ଡ ପକାଇବି। ହଳଦୀ ଗୁଣ୍ଡ ପକାଇ ସାରିଲା ପରେ ତାକୁ ଫେର ଏପଟ ସେପଟ କରିସାରିଲା ପରେ ତାପରେ ସେଥିରେ ପକାଇବି ମୁଁ ମସଲା ମୁଁ ଏଠି ରସୁଣ ଅଦା ସହିତ ମିକ୍ସଚର୍ ହେଇକି ଗୋଟେ ଯେଉଁ ମସଲାଟିଏ ପ୍ରସ୍ତୁତ ହେଇଛି, ସେ ମସଲା ଯାହାକି ସେଇଥିରେ ସବୁ ପ୍ରକାର ମସଲା ମିଶି କରିକି ଏଇଟା ପ୍ରସ୍ତୁତ ହେଇଛି, ସେ ମସଲାକୁ ମୁଁ ଏଥିରେ ଦେଇଦେଲି। ତାପରେ ଲଙ୍କା ଗୁଣ୍ଡ ଟିକେ ଦେଇଦେଇକି ତାପରେ ଟିକେ ଚିନି ଦେଇଦେଇକି ଏଥର ଘୋଡ଼େଇ ଦେବି। କିଛି ସମୟ ପାଇଁ ଘୋଡ଼େଇକି ରଖିଦେବି, କାହିଁକି ନା କିଛି ସମୟ ପର୍ଯ୍ୟନ୍ତ ଘୋଡ଼େଇକି ରଖିଦେଲା ପରେ ତାପରେ ସେ ଢାଙ୍କୁଣା ଖୋଲିଲା ବେଳକୁ ସେ ପରିବା ବି ଦରସିଝା ହେଇଯାଇଥିଲା। ତାପରେ ତାକୁ ଭଲ ଭାବରେ ଟିକେ ଏମିତି ନଉଟି ସାରିଲା ପରେ ପାଣି ଏଥିରେ ଆଡ଼୍ କରିକି ତାକୁ କିଛି ସମୟ ପାଇଁ ଏମିତି ଟିକେ ଖଡ଼ିକା ସାହାଯ୍ୟରେ ଘାଣ୍ଟି ଦେଇ ସାରିଲା ପରେ ତାପରେ ତାକୁ ଟିକେ ସେ ଭଲ ଭାବରେ ଫୁଟି ଗଲା ପରେ ଟିକେ ଫୁଟି ହେଲା ପରେ ତାପରେ ଢାଙ୍କୁଣା ଦେଇଛି, କାହିଁକି ପରିବା ଟିକେ ସିଝି ନଥିଲା ଭଲସେ, ତ ଆଉ ଟିକେ ଢାଙ୍କୁଣା ଦେଇକି ପରିବା ଗୁଡ଼ିକୁ ଭଲ ଭାବରେ ସିଝେଇ ନେଇଛି। ଯେତେବେଳେ ପରିବା ସିଝି ଯାଇଛି, ତାକୁ ଢାଙ୍କୁଣା ଖୋଲିସା ପରେ ଖଡ଼ିକାରେ ଟିକେ ସମୟ ଏମିତି ଘାଣ୍ଟିବା ଦ୍ୱାରା ସେଇଟା କ'ଣ ଭଲ ଭାବରେ ଘାଣ୍ଟ ପ୍ରସ୍ତୁତ ହେଇଯିବ। ସେଥିପାଇଁ ଢାଙ୍କୁଣା ଖୋଲିସାରିଲି ସେତେବେଳେ ପରିବା ଗୁଡ଼ିକ ସିଝି ଯାଇଥିଲା। ତ ସିଝି ଗଲା ପରେ ମୁଁ ଯେତେବେଳେ ଦେଖିଲି ପରିବା ସିଝି ଯାଇଛି, ସେତେବେଳେ ଗୋଟେ ଖଡ଼ିକା ସାହାଯ୍ୟରେ ଟିକେ ଘାଣ୍ଟି ଦେଇଛି। ତ ଏହିପରି ଭାବରେ ଘାଣ୍ଟ ତରକାରୀ ପ୍ରସ୍ତୁତ ହେଇଥିଲା। ଏଇଟା ପୁରା ବାହାରର ଘାଣ୍ଟ ତରକାରୀ ପରିକା ଲାଗୁଥିଲା। ପିଲାମାନେ